Hello friends, welcome to my YouTube channel Tech Adab 212। ଦେଖନ୍ତୁ ଆପଣଙ୍କର ପଞ୍ଚାୟତରେ କେଉଁ କାମ ହେଉଛି, କେତେ ଟଙ୍କାର କାମ ହେଉଛି, କିଏ କାମ କରୁଛି, କେଉଁ ମାସରେ କେତେ କାମ ହେଲା, ଟୋଟାଲ କେମିତି ଜାଣିପାରିବେ ସେ ବିଷୟରେ ଆଜି ଜାଣିବା। ପ୍ରଥମେ ଯିବାକୁ ପଡ଼ିବ ନିଜ ମୋବାଇଲ ଫୋନ୍ ମଧ୍ୟ ଜାଣିପାରିବେ ଇଜି ପ୍ରୋସେସ୍ରେ। ପ୍ରଥମେ ଆପଣଙ୍କୁ ଯିବାକୁ ପଡ଼ିବ ନିଜ ମୋବାଇଲ ଫୋନ୍ର କ୍ରୋମ୍ ବ୍ରାଉଜରକୁ। କ୍ରୋମ୍ ବ୍ରାଉଜର ଆସିଲା ପରେ ମୁଁ ଅଲରେଡ଼ି କ୍ରୋମ୍ ବ୍ରାଉଜର ଅଛି, ଏଠି ସର୍ଚ୍ଚ କରିବେ ଇ ଗ୍ରାମ ସ୍ୱରାଜ। ଇ ଗ୍ରାମ ସ୍ୱରାଜ ସର୍ଚ୍ଚ କଲା ପରେ ଦେଖନ୍ତୁ ପ୍ରଥମେ ଆସିଯିବ ଇ ଗ୍ରାମ ସ୍ୱରାଜ .gov.in ବୋଲିକି, ତ ସେଠି କ୍ଲିକ୍ କରିବେ। ସେଠି କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଗୋଟେ ପେଜ୍ ଖୋଲିଯିବ। ଏଠି ପେଜ୍ ଖୋଲିଲା ପରେ ତଳକୁ ଆସିବେ। ତଳକୁ ଆସିଲା ପରେ ଦେଖନ୍ତୁ ଲେଖା ହେଇଛି ଏଠି ଆକାଉଣ୍ଟିଂ ଲେଖା ହେଇଛି। ଏଠି ଗୋଟେ ଏଠି ଲେଖା ଅଛି ଆକାଉଣ୍ଟିଂ, ତ ସେଟା କ୍ଲିକ୍ କରିବା। ସେଟା କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ପ୍ରଥମେ ଆସିଯାଉଛି ଅଲ୍ ଇଣ୍ଡିଆ ରିପୋର୍ଟ ଲେଖୁଛି। ଆମେ ସେଠି କ୍ଲିକ୍ କରିବା। ଯେଉଁ ପ୍ଲସ୍ ଜାଗା ଅଛି ତ ସେ ପ୍ଲସ୍ ଚିହ୍ନକୁ କ୍ଲିକ୍ କରିବା। ପ୍ଲସ୍ ଚିହ୍ନକୁ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣଙ୍କୁ ପ୍ରଥମେ ଆସିଯାଉଛି 2024-2025 ଲେଖିକି, ତ ସେଠି କ୍ଲିକ୍ କରିବା। କାରଣ ଆମେ ରିସେଣ୍ଟ ମନ୍ଥର ଜାଣିବା ଚାହୁଁଛୁ, ତେଣୁ ରିସେଣ୍ଟ ଇୟର୍ର ଜାଣିବା ଚାହୁଁଛୁ, ତେଣୁ ରିସେଣ୍ଟ ଇୟର୍କୁ କ୍ଲିକ୍ କରିବା। ରିସେଣ୍ଟ ଇୟର୍କୁ କ୍ଲିକ୍ କଲା ପରେ ଦେଖନ୍ତୁ ଗୋଟେ ଅଛି ଅପସନ୍ରେ ଷ୍ଟେଟ୍ ୱାଇଜ୍ ସମାରୀ ରିପୋର୍ଟ, ଷ୍ଟେଟ୍ ୱାଇଜ୍ ଏକ୍ସପେଣ୍ଡିଚର ରିପୋର୍ଟ, ସ୍କିମ୍ ୱାଇଜ୍ ଏକ୍ସପେଣ୍ଡିଚର ରିପୋର୍ଟ, ମନ୍ଥ ୱାଇଜ୍ ଭାଉଚର ସମାରୀ ରିପୋର୍ଟ। ଏଇଟା ହେଲା ଆପଣଙ୍କର ରିପୋର୍ଟ। ଏଇଟା ଆପଣଙ୍କର 4 ପ୍ରକାର ରିପୋର୍ଟ ଅଛି। ତ ଆମେ ପ୍ରଥମେ ଯିବା ଷ୍ଟେଟ୍ ୱାଇଜ୍ ସମାରୀ ରିପୋର୍ଟକୁ ଯିବା। ଷ୍ଟେଟ୍ ୱାଇଜ୍ ସମାରୀ ରିପୋର୍ଟ ଗଲା ପରେ ଦେଖନ୍ତୁ ଏଇଠି ଗୋଟେ ପେଜ୍ ଖୋଲିଲା, ଏମିତି ପେଜ୍। ତ ଏଠି ଆପଣଙ୍କର ଟୋଟାଲ ଷ୍ଟେଟ୍ ଶୋ କଲା। ଟୋଟାଲ ଷ୍ଟେଟ୍ ଶୋ କଲା ପରେ ଦେଖନ୍ତୁ ଆମେ ନିଜର ଷ୍ଟେଟ୍କୁ ସିଲେକ୍ଟ କରିନେବା। ଷ୍ଟେଟ୍ ସିଲେକ୍ଟ କଲା ପରେ ଆପଣ ନିଜର ଡିଷ୍ଟ୍ରିକ୍ଟ ଯେଉଁ ଡିଷ୍ଟ୍ରିକ୍ଟ ରହିଥିବେ ସେ ଡିଷ୍ଟ୍ରିକ୍ଟକୁ ସିଲେକ୍ଟ କରିନେବେ। ସେ ଡିଷ୍ଟ୍ରିକ୍ଟ ସିଲେକ୍ଟ କଲା ପରେ ଆପଣ ନିଜର ବ୍ଲକ୍ ଯେଉଁଟା ଥିବା ସେ ବ୍ଲକ୍କୁ ସିଲେକ୍ଟ କରିନେବେ। ବ୍ଲକ୍ ସିଲେକ୍ଟ କଲା ପରେ ଆପଣଙ୍କ ପଞ୍ଚାୟତ ଯେଉଁ ପଞ୍ଚାୟତ ଥିବ ସେ ପଞ୍ଚାୟତକୁ ଆପଣ ସିଲେକ୍ଟ କରିନେବେ। ଦେଖନ୍ତୁ ସେ ପଞ୍ଚାୟତ ସିଲେକ୍ଟ କଲା ପରେ ଆପଣଙ୍କୁ ଏମିତି ଆସିଲା, ମନ୍ଥ ଦେଲା ଆଉ ମନ୍ଥ ଦେଲା ଏପ୍ରିଲ 2024, ମେ 2024 ଦେଲା। ତାପରେ ଆମକୁ ରିସେଣ୍ଟ ମନ୍ଥ ଜାଣିବାର ଅଛି, ଠିକ୍ ଅଛି। ତ ଡିସେମ୍ବର ଚାଲିଛି, ତ ଡିସେମ୍ବର ଆମକୁ କ୍ଲିକ୍ କରିବା। ଡିସେମ୍ବର କ୍ଲିକ୍ କଲା ପରେ ଦେଖନ୍ତୁ ଡିସେମ୍ବର ମନ୍ଥରେ କେଉଁ କାମ ହୋଇଛି ସେଟା ସବୁ ତାର ରିପୋର୍ଟ ଆସିଲା। ଡେଟ୍ ୱାଇଜ୍ ଭାଉଚର ଡେଟ୍ ଦେଉଛି, ଭାଉଚର ନମ୍ବର ଦେଇଛି, ତାପରେ ଭାଉଚର ଟାଇପ୍ ଦେଇଛି, ଏକ୍ସପେଣ୍ଡିଚର ଏତେ ଟଙ୍କା ଖର୍ଚ୍ଚ ହେଇଛି ଓ କେତେ ଟଙ୍କା ସବୁ ଶୋ କରିଛି। ଦେଖନ୍ତୁ ଏଇଟା ଗୋଟେ 1,80,000 ଅଛି, ଆଉ ଗୋଟେ 9243 ଅଛି, ଗୋଟେ 9,000 ଟଙ୍କା ଅଛି, ଏମିତି ସବୁ ଶୋ କରୁଛି। ଆମେ ଯେଉଁ ଭାଉଚର କ୍ଲିକ୍ କରିବା ସେ ଭାଉଚର ତାର ଡିଟେଲ୍ସ ଆସିଯିବ। ଦେଖନ୍ତୁ ମୁଁ ପ୍ରଥମେ ଦେଖୁଛି ଭାଉଚର ଆମାଉଣ୍ଟ ଗୋଟେ ଅଛି 4,07,390 ଅଛି, ମୁଁ ସେଟା କ୍ଲିକ୍ କଲି। সেটা ক্লিক করা পরে দেখন্তু আপনার ডিটেলস তো দেখাইলা, তারপরে এটি স্কিম নেম দেখাইলা, এক্সবি ফাইনান্স কমিশন দেখাইলা, ভাউচর ডেট দেখাইলা, এক্সপেন্ডিচর হেড কেউ হেড্রে এক্সপেন্ড হলা, ওয়াটার সপ্লাই এন্ড স্যানিটেশন এটা ওয়াটার সপ্লাই পাই খরচা হয়েছি টোটাল 90,000 খরচ হয়েছি। অদর এক্সপেন্স লেখা হয়েছি আর ওয়েগেস লেখা হয়েছি। তারপরে অপারেশন এন্ড মেন্টেনেন্স অফ এক্সিস্টিং অফ দ পাইপ এন্ড ওয়াটার সপ্লাই লিখিছি। এମିତି ରିପୋର୍ଟଟା ଆସିଯାଉଛି। ତାର ଦେଖନ୍ତୁ ଏଥିଲା ଟୁ ହୋମ୍ ପେଡ଼୍, କାହାକୁ ପେଡ଼୍ କରାହେଇଛି 2,000 ମେହେର ଲେଖାଇଲା, ଆର ଆମାଉଣ୍ଟ 90,000 ଦେଖାଇଲା। ଆକାଉଣ୍ଟ ଟାଇପ୍ ଦେଲା ଆଉ ଆକାଉଣ୍ଟ ନମ୍ବର ମଧ୍ୟ ମେନସନ୍ କଲା। ତାର ଦେଖନ୍ତୁ ଏଇଟା ଗୋଟେ ଗଲା, ଆଉ ଗୋଟେ ଦେଖିବା। ଦେଖନ୍ତୁ ଆପଣ ଏହିପରି ଭାବରେ ସମସ୍ତ ରିପୋର୍ଟ ଆପଣ ଇଜିଲି ଦେଖିପାରିବେ, ଠିକ୍ ଅଛି। ମନ୍ଥ ୱାଇଜ୍ ଆପଣ ସବୁ ଦେଖିପାରିବେ। ମୁଁ ଆଉ ଗୋଟେ ମନ୍ଥକୁ କ୍ଲିକ୍ କଲି, ଆଉ ଗୋଟେ ରିପୋର୍ଟକୁ କ୍ଲିକ୍ କଲି। ଦେଖନ୍ତୁ ଏଇଟା ଶୋ କରୁଛି 9243 ୱାଟର ସପ୍ଲାଇ ଆଣ୍ଡ ସାନିଟେସନ୍ ପାଇଁ ଖର୍ଚ୍ଚ ହୋଇଛି ଟୋଟାଲ୍,
और क्या पेड देती यहपरी भाव आप टोटाल आप जीपी जिते डाटा अच्छी कौ हेड खर्च होती क्या ना पड़ी केते टका खर्च है कम होती ना होनी सब जापर ओके थैंक यू।